କିଛି ସମୟ ପାଇଁ ରହିଯାଆନ୍ତୁ। ଆଜି ରାତିରେ ଯେବେ ଘର ଶାନ୍ତ ହୋଇଯାଏ, ଯେବେ ବାହାରର ସ୍ୱର କମିଯାଏ, ତେବେ ଏକ ସବୁଠୁ ବଡ଼ ପ୍ରଶ୍ନ ନିଜକୁ ପଚାରିବ। ଦୁନିଆରେ କୋଟି କୋଟି ଲୋକ ଅଛନ୍ତି, ହଜାର ଗଳିରେ ଅଜଣା ଚେହେରା, ହଜାର ସହରରେ ଅଗଣିତ ଜୀବନ। ତଥାପି ଆପଣଙ୍କ ଜୀବନରେ ସେହି ଜଣେ ହିଁ କାହିଁକି ଆସିଲେ? ତାଙ୍କ ସହିତ ହିଁ କାହିଁକି ସାକ୍ଷାତ ହେଲା? ତାଙ୍କ ସହିତ ହିଁ ପ୍ରେମ କାହିଁକି ହେଲା? ଆଉ ତାଙ୍କ ସହିତ ହିଁ ନିଜର ସାତଫେରା କାହିଁକି ନେଉଛନ୍ତି? ଏହା କ'ଣ ଏକ ସଂଯୋଗ, ନା କୌଣସି ପୁରୁଣା କାହାଣୀ ଯାହା ପୁଣି ଆରମ୍ଭ ହେଉଥିଲା? ଯେତେବେଳେ ଆପଣ ବିବାହ ମଣ୍ଡପରେ ବସିଛନ୍ତି, ହାତରେ ହାତ ଅଛି, ଆଖି ବନ୍ଦ ଥିଲା, ସେତେବେଳେ ହୁଏତ ଆପଣ ଭାବୁଥିବେ କି ଏହା ମୋର ପସନ୍ଦ, ଏହା ମୋର ନିଷ୍ପତ୍ତି। କିନ୍ତୁ ଯଦି ମୁଁ ଆପଣଙ୍କୁ କୁହେ, ଯାହାକୁ ଆପଣ ନିଜର ମର୍ଜି ବୋଲି ଭାବୁଛନ୍ତି, ପ୍ରକୃତରେ ତାହା ଏକ ଲେଖା ହୋଇଥିବା ବହି ଥିଲା, ଯାହା ଆପଣଙ୍କ ଜନ୍ମ ପୂର୍ବରୁ ହିଁ ଲେଖା ସରିଥିଲା। ଗରୁଡ଼ ପୁରାଣ ଏବଂ ଆମର ପ୍ରାଚୀନ କର୍ମଶାସ୍ତ୍ର କିଛି ଏମିତି ହିଁ କୁହନ୍ତି। ସେମାନେ କୁହନ୍ତି କି ଏହା କୌଣସି ସଂଯୋଗ ନୁହେଁ, ଏହା କେବଳ ଦୁଇଟି ଆତ୍ମାର ରୋମାଣ୍ଟିକ୍ ମିଳନ ନୁହେଁ, ବରଂ ଏହା ଦୁଇଟି ପୁରୁଣା ହିସାବ କିତାବର କଥା, ଦୁଇଟି ଅଧୁରା ସମ୍ପର୍କର ପୂର୍ଣ୍ଣ ହେବାର ସମୟ। ଆଜି ଆମେ ସେହି ସତ୍ୟ ଆଡ଼କୁ ଯିବା। ଜୀବନର କିଛି ବି ଆକସ୍ମିକ ନୁହେଁ। ପ୍ରତିଟି ମିଳନ ପଛରେ କର୍ମର ଏକ ଗଭୀର ସୂତ୍ର ରହିଥାଏ। ଯେଉଁ ସତ୍ୟ ହୁଏତ ଆପଣଙ୍କୁ ଟିକେ ବିଚଳିତ କରିପାରେ, କିନ୍ତୁ ସେହି ସତ୍ୟ ହିଁ ଆପଣଙ୍କୁ ବହୁତ ଶାନ୍ତି ଦେବ। ଆଜି ଆମେ ଜାଣିବା କି ଆପଣଙ୍କ ଜୀବନସାଥୀ ସତରେ ଆପଣଙ୍କ ଜୀବନସାଥୀ, ନା ସେ ପୂର୍ବ ଜନ୍ମର କୌଣସି ଋଣଦାତା, ଯିଏ ନିଜର କରଜ ଶୁଝିବାକୁ ଆସିଛି। ଏହି ଭିଡ଼ିଓ ସେହି ଲୋକମାନଙ୍କ ପାଇଁ ଯେଉଁମାନେ ନିଜ ବିବାହରେ ବହୁତ ଖୁସି ଅଛନ୍ତି, କିନ୍ତୁ ବିଶେଷ କରି ସେହିମାନଙ୍କ ପାଇଁ ଯେଉଁମାନେ ଶ୍ୱାସରୁଦ୍ଧ ଅବସ୍ଥାରେ ଜୀବନ ବିତାଉଛନ୍ତି, ଯେଉଁମାନେ ରାତିରେ ତକିଆରେ ମୁହଁ ଗୁଞ୍ଜି କାନ୍ଦୁଛନ୍ତି ଏବଂ ଭାବୁଛନ୍ତି, ମୁଁ କ'ଣ କରିଥିଲି ଯେ ମୋ ସହିତ ଏମିତି ହେଉଛି? ସବୁଠାରୁ ପ୍ରଥମେ ସେହି ଜିଦକୁ ଭାଙ୍ଗିବାକୁ ହେବ, ଯେଉଁଠି ଆମେ ପସନ୍ଦକୁ ଗୁରୁତ୍ୱ ଦେଉ। ଆଜିର ସମୟରେ ଆମ ପାଖରେ ବିଧାତାଙ୍କ ଲେଖନୀ ଓ ଭାଗ୍ୟର ରେଖା। ଆଜିର ଯୁଗରେ ଡେଟିଂ ଆପ୍ ଅଛି, ମ୍ୟାଟ୍ରିମୋନି ୱେବସାଇଟ୍ ଅଛି, ପ୍ରୋଫାଇଲ୍ ଏବଂ ସୋସିଆଲ ମିଡ଼ିଆ ଅଛି, କିନ୍ତୁ ଗରୁଡ଼ ପୁରାଣରେ ପ୍ରେତଖଣ୍ଡରେ ଏକ ବଡ଼ ରହସ୍ୟ ଲୁଚି ରହିଛି। ଯେତେବେଳେ ଏକ ଜୀବାତ୍ମା ମୃତ୍ୟୁ ପରେ ଯମଲୋକର ଯାତ୍ରା ଶେଷ କରି ପୁଣି ଥରେ ଧରିତ୍ରୀକୁ ଫେରିଆସେ, ସେତେବେଳେ ଜନ୍ମର ଷଷ୍ଠୀ ରାତିରେ ବିଧାତା ତାଙ୍କ କପାଳରେ କିଛି ଲେଖା ଟାଣି ଦିଅନ୍ତି। ଏହାକୁ ଲଲାଟ ଲେଖା କୁହାଯାଏ। ଏହି ରେଖା ଗୁଡ଼ିକରେ ତିନୋଟି ଜିନିଷ ଅଟଳ ଥାଏ, ଯାହାକୁ କେବେ ବଦଳା ଯାଇପାରିବ ନାହିଁ। ପ୍ରଥମ, ଆପଣଙ୍କ ମୃତ୍ୟୁର ସମୟ। ଦ୍ୱିତୀୟ, ଆପଣଙ୍କ ମାତା ପିତା। ତୃତୀୟ, ଆପଣଙ୍କ ଜୀବନସାଥୀ। ଯେତେବେଳେ ଆପଣ ନିଜ ମାଙ୍କ ଗର୍ଭରେ କେବଳ ଏକ କ୍ଷୁଦ୍ର ଜୀବକୋଷ ହୋଇ ରହିଥିଲେ, ସେତିକି ବେଳୁ ହିଁ ଏହା ସ୍ଥିର ହୋଇସାରିଥିଲା। ଋଣାନୁବନ୍ଧ, କର୍ମର ପୁରୁଣା ହିସାବ। ସେତେବେଳୁ ହିଁ ଲେଖା ସରିଥାଏ କି ଆପଣ କାହା ସହିତ ନିଜର ଜୀବନ ବିତାଇବେ। କିନ୍ତୁ ଏହାକୁ ଲେଖେ କିଏ? କ'ଣ ଈଶ୍ୱର? ଈଶ୍ୱର ଉପରେ ବସି କୌଣସି ଲଟେରୀ ବାହାର କରୁଛନ୍ତି କି? ନା, ଈଶ୍ୱର ଅତି ପ୍ରିୟ ଏବଂ ନ୍ୟାୟପ୍ରିୟ। ସେ କେବେ ବି ପକ୍ଷପାତ କରନ୍ତି ନାହିଁ। ଏହି ଯୋଡ଼ି ଈଶ୍ୱର ବନାନ୍ତି ନାହିଁ, ଏହି ଯୋଡ଼ି ବନାଏ ଆପଣଙ୍କ ନିଜର ଋଣାନୁବନ୍ଧ। ଏହି ଶବ୍ଦକୁ ଧ୍ୟାନର ସହ ବୁଝନ୍ତୁ। ଋଣ ଅର୍ଥାତ୍ କରଜ, ଅନୁବନ୍ଧ ଅର୍ଥାତ୍ ବନ୍ଧନ, ଅର୍ଥାତ୍ ସେହି ପୁରାଣ ହିସାବ ଯାହା ଅନେକ ଜନ୍ମରୁ ଅଧୁରା ପଡ଼ି ରହିଛି। ଥରେ ମାତ୍ର ଆଖି ବନ୍ଦ କରି ଭାବନ୍ତୁ, ହୁଏତ ପୂର୍ବରୁ କୌଣସି ଜନ୍ମରେ ଆପଣଙ୍କର କାହା ସହିତ କିଛି ଗଭୀର ନେଣଦେଣ ବାକି ଥିଲା। ଆମର ସମ୍ପର୍କ ଗୁଡ଼ିକ କେବଳ ଆଜିର ପସନ୍ଦ ନୁହେଁ, ବରଂ ଅତୀତରେ ଅସମାପ୍ତ କର୍ମର ଏକ ପ୍ରତିଫଳନ। ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ଗୋଟିଏ ଶପଥ ନିଆଯାଉଛି। ଏ ଶପଥ ହେଉଛି, ଆମେ ଆମର ଗତ ଜନ୍ମର ସମସ୍ତ ଅଧୁରା କର୍ମକୁ ଏହି ଜନ୍ମରେ ମିଶି ସମ୍ପୂର୍ଣ୍ଣ କରିବା। ଏହି ସାତଘେରା କେବଳ ଏକ ରୀତିନୀତି ନୁହେଁ, ଏହା ଏକ ଆଧ୍ୟାତ୍ମିକ ହାତକଡ଼ି, ଯାହାକୁ ଆପଣ ନିଜ ଇଚ୍ଛାରେ ପିନ୍ଧନ୍ତି, କିନ୍ତୁ ଏହାର ଚାବି ଆପଣଙ୍କ ପାଖରେ ନଥାଏ। ଚାବି ଥାଏ ସମୟ ପାଖରେ। ଏବେ ଗରୁଡ଼ ପୁରାଣ ଏବଂ କର୍ମ ସିଦ୍ଧାନ୍ତ ଅନୁସାରେ କେତେ ପ୍ରକାରର ବିବାହ ହୋଇଥାଏ, ଏବଂ ଆପଣ ନିଜ ବିବାହକୁ ଦେଖନ୍ତୁ।
ଆପଣ ନିଜେ ଜାଣିପାରିବେ ଯେ ଆପଣ କେଉଁ ଶ୍ରେଣୀରେ ଅଛନ୍ତି। ଆପଣ କ'ଣ ଏପରି ଦମ୍ପତିଙ୍କୁ ଦେଖିଛନ୍ତି ଯେଉଁଠି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ପ୍ରେମ ନଥାଏ, ଯେଉଁଠି ପ୍ରତିଦିନ ଏକ ଯୁଦ୍ଧ ଚାଲିଥାଏ ଏବଂ ପରସ୍ପରକୁ ନୀଚ ଦେଖାଇବା ଯେମିତି ପ୍ରତିଦିନର ଅଭ୍ୟାସ ହୋଇଯାଇଥାଏ। ଯଦି ଆପଣ ନିଜେ ଏହି ପରିସ୍ଥିତି ଦେଇ ଗତି କରୁଛନ୍ତି, ତେବେ ହୁଏତ ଭାବୁଥିବେ ଯେ ମୁଁ କ'ଣ କଲି ଯେ ମୋତେ ଏମିତି ଜୀବନସାଥୀ ମିଳିଲା। ସତ କଥା ହେଉଛି, ଏହି ବ୍ୟକ୍ତି ଏହି ଜନ୍ମରେ ଆପଣଙ୍କ ସ୍ୱାମୀ ବା ସ୍ତ୍ରୀ ସାଜିଛି, କିନ୍ତୁ ଗତ ଜନ୍ମରେ ସେ ଆପଣଙ୍କର ଜନ୍ମ ଜନ୍ମାନ୍ତର ଶତ୍ରୁ ଥିଲା, କିମ୍ବା ଆପଣ ତାଙ୍କ ସହ ଏପରି କିଛି ଅନ୍ୟାୟ କରିଥିଲେ ଯାହାକୁ ସେ ଭୁଲି ପାରିନାହିଁ। ସେହି ସମୟରେ ସେ ଦୁର୍ବଳ ଥିଲା, କିଛି କରିପାରିନଥିଲା, କିନ୍ତୁ ମରିବା ସମୟରେ ତା ମନରେ ଆପଣଙ୍କ ପାଇଁ ଯେଉଁ ପ୍ରତିଶୋଧର ନିଆଁ ଥିଲା, ସେହି ନିଆଁ ହିଁ ତାକୁ ଏହି ଜନ୍ମରେ ଆପଣଙ୍କ ଶୋଇବା ଘର ପର୍ଯ୍ୟନ୍ତ ଟାଣି ଆଣିଛି। ଏବେ ସେ କନ୍ଦାଇବ, କଷ୍ଟ ଦେବ, ଏବଂ ଏହି ଘଟଣା ସେତେବେଳେ ପର୍ଯ୍ୟନ୍ତ ଚାଲିବ ଯେତେବେଳେ ପର୍ଯ୍ୟନ୍ତ ମନର ସେହି ପୁରୁଣା ଗଣ୍ଠି ଫିଟି ନାହିଁ। ଲୋକମାନେ ଏହାକୁ ଘରୋଇ ହିଂସା କହନ୍ତି, କିନ୍ତୁ ଆଧ୍ୟାତ୍ମିକ ଏହାକୁ କାର୍ମିକ ସେଟଲମେଣ୍ଟ କହେ। ପ୍ରଥମ ଗଲା ଶତ୍ରୁ ବିବାହ, ଏବେ ଦ୍ୱିତୀୟ କରଜଦାର ବିବାହ। ଜଣେ ବହୁତ ପରିଶ୍ରମୀ ମଣିଷ ଦିନରାତି ଖଟି ପଇସା ରୋଜଗାର କରେ, କିନ୍ତୁ ସମସ୍ତ ପଇସା ସାଥୀଙ୍କର ରୋଗ ବୈରାଗରେ, ତାଙ୍କ ଖର୍ଚ୍ଚରେ କିମ୍ବା ତାଙ୍କର ଭୁଲଗୁଡ଼ିକ ସୁଧାରିବାରେ ଚାଲିଯାଏ। ଏହା କୌଣସି ସଂଯୋଗ ନୁହେଁ। ଗତ ଜନ୍ମରେ ଆପଣ ତାଙ୍କର ଧନ ହଡ଼ପ କରିଥିଲେ। ସେ ସୁଧ ସହିତ କିଛି କିଛି କରି ସବୁକିଛି ଫେରସ୍ତ ନେଉଛି। ଯେଉଁଦିନ ସେହି ହିସାବ ଶୂନ୍ୟ ହୋଇଯିବ, ସେଦିନ ହୁଏତ ସେ ସୁଧୁରିଯିବ କିମ୍ବା ଶାନ୍ତିରେ ଚାଲିଯିବ, କାରଣ ସଉଦା ପୂରା ହୋଇସାରିଥିବ। ତୃତୀୟ ଶ୍ରେଣୀ ଉଦାସୀନ ବିବାହ। ନା ଅଛି ପ୍ରେମ, ନା ଅଛି ଘୃଣା। ସ୍ୱାମୀ ନିଜ କାମରେ ବ୍ୟସ୍ତ ତ ସ୍ତ୍ରୀ ନିଜ ଦୁନିଆରେ। ଦୁହେଁ ଏକାଠି ରୁହନ୍ତି ସତ, କିନ୍ତୁ ଗୋଟିଏ ଟ୍ରେନ୍ ବଗିରେ ଯାତ୍ରା କରୁଥିବା ଦୁଇଜଣ ଅଜଣା ଯାତ୍ରୀଙ୍କ ପରି। ଏହା ସେତେବେଳେ ହୁଏ ଯେତେବେଳେ ପୂର୍ବଜନ୍ମରେ ସେହି ଆତ୍ମା ସହିତ ଆପଣଙ୍କର ଖୁବ୍ ସାମାନ୍ୟ ଦେଣନେଣ ବାକି ଥାଏ। କୌଣସି ଗଭୀର ଋଣ ନଥାଏ, ବାସ୍ କିଛି ଛୋଟ ମୋଟ ରୀତିନୀତି ବାକି ଥାଏ। ପ୍ରକୃତି ଆପଣଙ୍କୁ ମିଳାଇ ଦିଏ ଯେପରି ସେହି ପୁରୁଣା ହିସାବ ପୂରଣ ହୋଇପାରିବ। ଚତୁର୍ଥ ଶ୍ରେଣୀ ପୁଣ୍ୟ ଅନୁବନ୍ଧ। ଏହା ଅତି ଦୁର୍ଲଭ, ଯେତେବେଳେ ଦୁଇଟି ସୁସଂସ୍କୃତ ଆତ୍ମା, ଯେଉଁମାନେ ପୂର୍ବଜନ୍ମରେ ପରସ୍ପରକୁ ସାହାଯ୍ୟ କରିଥିଲେ ଏବଂ ଭକ୍ତି ମାର୍ଗରେ ସାଥୀ ହୋଇଥିଲେ, ସେମାନେ ପୁଣି ଥରେ ମିଳିତ ହୁଅନ୍ତି। ଏପରି ଜୀବନସାଥୀ ଆପଣଙ୍କୁ କେବେ ବି ତଳକୁ ଖସିବାକୁ ଦିଅନ୍ତି ନାହିଁ। ସେମାନେ ସବୁବେଳେ ଆପଣଙ୍କ ପାଖରେ ଛିଡ଼ା ହୋଇଥାନ୍ତି। କିନ୍ତୁ କଳିଯୁଗରେ ଏଭଳି ସମ୍ପର୍କ ହଜାରରେ ଗୋଟିଏ ମିଳିବା କଷ୍ଟକର। ବିବାହ ବାହାରେ ସମ୍ପର୍କ। ଏବେ ଏକ ସ୍ପଷ୍ଟକାତର ପ୍ରଶ୍ନ, ଯଦି ବିବାହ 7 ଜନ୍ମର ବନ୍ଧନ, ତେବେ ତୃତୀୟ ବ୍ୟକ୍ତି ମଝିକୁ କେମିତି ଆସେ? ଶାସ୍ତ୍ର କହେ, ବେଳେବେଳେ ଆମର ଋଣାନୁବନ୍ଧ କେବଳ ଜଣଙ୍କ ସହ ନଥାଏ। ପୂର୍ବଜନ୍ମରେ ଆପଣଙ୍କର ଅନ୍ୟ କାହା ସହିତ ମଧ୍ୟ ଗଭୀର ଭାବନାତ୍ମକ ସମ୍ପର୍କ ଥିଲା, ଯାହା ଅଧୁରା ରହିଯାଇଥିଲା। ସେହି ଆତ୍ମା ମଧ୍ୟ ନିଜର ଅଂଶ ମାଗିବା ପାଇଁ ଏହି ଜନ୍ମରେ ଆସିଥାଏ। ସେଥିପାଇଁ ବିବାହ ଅନ୍ୟ କାହା ସହ ହୋଇଥିଲେ ମଧ୍ୟ ସେହି ପୁରୁଣା ଆତ୍ମାର ଦଷ୍ଟକ ଆପଣଙ୍କୁ ବିଚଳିତ କରିଦିଏ। ଏହି ଆକର୍ଷଣ ପ୍ରେମ ନୁହେଁ, ବରଂ ସେହି ଅଧୁରା ଋଣର ଡାକରା। ଗରୁଡ଼ ପୁରାଣ ଅନୁସାରେ ଏହା ଏକ ପରୀକ୍ଷା। ପ୍ରକୃତି ସେହି ଆତ୍ମା ସହ ଆପଣଙ୍କୁ ଭେଟ କରାଇବ ନିଶ୍ଚୟ, କିନ୍ତୁ ଆପଣଙ୍କ ପାଖରେ ବିବେକ ଓ ଧର୍ମ ଅଛି। ଯଦି ଆପଣ ସେହି ଆକର୍ଷଣରେ ଭାସିଯାଇ ନିଜ ସାଥୀକୁ ଧୋକା ଦିଅନ୍ତି, ତେବେ ଆପଣ ଏକ ନୂଆ ଏବଂ ଜଟିଳ କର୍ମ ଜାଲ ବୁଣି ଦିଅନ୍ତି। ବିବାହ କାହିଁକି ହେଉନାହିଁ? ଅନେକ ଭାବନ୍ତି, ସେମାନଙ୍କ ଉପରେ କିଛି ଅଭିଶାପ ଅଛି କି? ନା, ଗରୁଡ଼ ପୁରାଣ କହେ, ଯେଉଁ ଆତ୍ମାମାନଙ୍କର କୌଣସି ବଡ଼ କର୍ମ ଋଣ ବାକି ନଥାଏ, ପ୍ରକୃତି ସେମାନଙ୍କୁ ବିବାହ ବନ୍ଧନରେ ବାନ୍ଧେ ନାହିଁ। ବିବାହ ନ ହେବା ଦୁର୍ଭାଗ୍ୟ ନୁହେଁ, ଏହା ସେହି ଆତ୍ମାର ମୁକ୍ତି, ଯାହାକୁ ଏବେ କୌଣସି ଜଣଙ୍କ ପାଇଁ ନୁହେଁ, ବରଂ ସମଗ୍ର ମାନବ ସମାଜ ପାଇଁ ବଞ୍ଚିବାକୁ ପଡ଼ିବ। କିନ୍ତୁ ଆମେ ସାମାଜିକ ଚାପରେ ପଡ଼ି ଦୁଃଖୀ ହେଉ ଏବଂ ଜବରଦସ୍ତି ସେହି ପିଞ୍ଜରାରେ ପଶିବାକୁ ଚେଷ୍ଟା କରୁ, ଯେଉଁଥିରୁ ଈଶ୍ୱର ଆମକୁ ବଞ୍ଚାଇବାକୁ ଚାହୁଁଥିଲେ। ଆମ ହାତରେ କ'ଣ ଅଛି? ଯଦି ସବୁକିଛି ପୂର୍ବରୁ ସ୍ଥିର ହୋଇଛି, ତେବେ କ'ଣ ଆମେ ନୀରବରେ ସବୁ ସହିବା? ନା, ଗରୁଡ଼ ପୁରାଣ ଆପଣଙ୍କୁ ଅସହାୟ କରିବାକୁ ଚାହେଁ ନାହିଁ, ବରଂ ବୁଦ୍ଧିମାନ କରିବାକୁ ଚାହେଁ। ଯେତେବେଳେ ଆପଣ ବୁଝିଯିବେ ଯେ ସାମ୍ନା ବ୍ୟକ୍ତି ଜଣକ ଖରାପ ନୁହନ୍ତି, ବରଂ ସେ କେବଳ ତାଙ୍କର ପୁରୁଣା ଋଣ ଅସୁଲ କରୁଛନ୍ତି, ଯେତେବେଳେ ଆପଣଙ୍କ ଦୃଷ୍ଟିକୋଣ ବଦଳିଯିବ, ଆପଣ ନିଜକୁ ଶିକାର ବୋଲି ଭାବିବା ବନ୍ଦ କରିଦେବେ, ଆପଣ ବୁଝିଯିବେ ଯେ ଆଜି ଯେଉଁ ଚାପୁଡ଼ାଟି ଆପଣଙ୍କୁ ବାଜିଛି, ତାହା ଆପଣଙ୍କ ଦ୍ୱାରା ଫିଙ୍ଗା ଯାଇଥିବା ବଲ୍ ଥିଲା, ଯାହା କାନ୍ଥରେ ବାଜି ଫେରିଆସିଛି। ଛାଡ଼ପତ୍ର କ'ଣ ସମାଧାନ? କର୍ମର ନିୟମ କହେ, ଯଦି ଆପଣ ପାଠ ନ ଶିଖି କ୍ଲାସ୍ ଛାଡ଼ି ଦିଅନ୍ତି, ତେବେ ପରୀକ୍ଷା କ୍ଷମା ହୁଏ ନାହିଁ। ସେହି ଋଣ ଆଗକୁ ବଢ଼ିଯାଏ। ଆପଣ ଦ୍ୱିତୀୟ ବିବାହ କରିବେ, ନୂଆ ଚେହେରା ମିଳିବ, କିନ୍ତୁ ସେହି ସମାନ ଘଟଣା ପୁଣି ଘଟିବ।
ଆପଣ ଦେଖିବେ କିଛି ଲୋକ 2-3ଟି ବିବାହ କରନ୍ତି, କିନ୍ତୁ ପ୍ରତିଥର ସେହି ସମାନ ଧକ୍କା ଓ କଷ୍ଟ ପାଆନ୍ତି। କାରଣ ଚେହେରା ବଦଳିଛି, କିନ୍ତୁ କର୍ମ ବଦଳି ନାହିଁ। ଯେପର୍ଯ୍ୟନ୍ତ କ୍ଲାସ୍ ପାସ୍ କରିନାହାନ୍ତି, ସ୍କୁଲ ବଦଳାଇଲେ କିଛି ଲାଭ ନାହିଁ। କର୍ମଚକ୍ରରୁ ମୁକ୍ତିର ଉପାୟ ସାକ୍ଷୀଭାବ ଏବଂ କ୍ଷମା। ଏହା ଶୁଣିବାକୁ ସାଧାରଣ ଲାଗିଲେ ମଧ୍ୟ ସବୁଠାରୁ କଷ୍ଟକର କାମ। ସେହି ସ୍ୱାମୀକି କ୍ଷମା କରିବା ଯିଏ ଜୀବନ ନଷ୍ଟ କରିଦେଇଛି, କିମ୍ବା ସେହି ସ୍ତ୍ରୀକୁ କ୍ଷମା ଦେବା ଯିଏ ସମାଜରେ ଅପମାନିତ କରିଛି। ଏହା ସହଜ ନୁହେଁ। ଆମର ଅହଙ୍କାର କହେ ପ୍ରତିଶୋଧ ନେବା ପାଇଁ, କିନ୍ତୁ ପ୍ରତିଶୋଧର ଅର୍ଥ ହେଉଛି ଆଉ ଏକ ନୂଆ ଶୃଙ୍ଖଳା ବା ଜୀବନ ଆରମ୍ଭ କରିବା। ଯଦି ଆପଣ ପ୍ରକୃତରେ ମୁକ୍ତ ହେବାକୁ ଚାହାନ୍ତି, ତେବେ ସେହି ସୂତାକୁ କାଟିବାକୁ ହେବ। ଏହି ସୂତା ଘୃଣାରେ କଟେ ନାହିଁ, ବରଂ ଆହୁରି ମଜବୁତ ହୁଏ। ସୂତା କଟେ କେବଳ ଉପେକ୍ଷା ଓ କ୍ଷମାରେ। ଆଜି ରାତିରେ ଗୋଟିଏ କାମ କରି ଦେଖନ୍ତୁ। ଯେତେବେଳେ ଆପଣଙ୍କ ଜୀବନସାଥୀ ଶୋଇଥିବେ, ତାଙ୍କ ଚେହେରାକୁ ଦେଖନ୍ତୁ। ସେହି ସମୟରେ ସେ ଶାନ୍ତ ଥିବେ। ମନେ ଆମର ପୂର୍ବ ହିସାବ କ'ଣ ଥିଲା? ହୋଇପାରେ ମୁଁ ତୁମକୁ ବହୁତ କଷ୍ଟ ଦେଇଥିବି, ସେଥିପାଇଁ ମୋତେ କ୍ଷମା କରିଦିଅ। ଆଉ ଏହି ଜନ୍ମରେ ତୁମେ ମୋତେ ଯାହା ବି ଦେଇଛ, ସେଥିପାଇଁ ମୁଁ ତୁମକୁ କ୍ଷମା କରୁଛି। ଆମର କରଜ ଆଜି ଶେଷ ହେଲା। ମୁଁ ତୁମକୁ ଆଜାଦ କରୁଛି ଏବଂ ନିଜକୁ ମଧ୍ୟ। ଯେତେବେଳେ ଆପଣ ଏହି ଭାବନା ପ୍ରତିଦିନ ପଠାନ୍ତି, ସେତେବେଳେ ଏକ ଚମତ୍କାର ହୁଏ। ସାମ୍ନା ବ୍ୟକ୍ତିର ଆତ୍ମା, ଯିଏ ପ୍ରତିଶୋଧ ପାଇଁ ଛଟପଟ ହେଉଥିଲା, ତାକୁ ଶାନ୍ତି ମିଳିବାକୁ ଲାଗେ। ବିନା କିଛି କହି, ବିନା ଝଗଡ଼ା କରି ଆପଣ ଦେଖିବେ ଯେ ହୁଏତ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିବ, କିମ୍ବା ସେ ଶାନ୍ତିର ସହ ଆପଣଙ୍କ ଜୀବନରୁ ଦୂରେଇ ଯିବେ। କିନ୍ତୁ ଏଥର ପିତାପଣ ନୁହେଁ, ମୁକ୍ତି ସହିତ। ଗରୁଡ଼ ପୁରାଣରେ ଆଉ ଏକ ଗଭୀର ରହସ୍ୟ କୁହାଯାଇଛି, ଗର୍ଭ ସଂସ୍କାର। ଯେଉଁମାନେ ବିବାହ ପୂର୍ବରୁ ଅଛନ୍ତି, ସେମାନଙ୍କ ପାଇଁ ଏହି କଥାଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶାସ୍ତ୍ର କହେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯେପରି ଶକ୍ତି, ବିଚାର ଏବଂ ଭାବ ଥାଏ, ସେପରି ଆତ୍ମା ହିଁ ସେମାନଙ୍କ ଗର୍ଭକୁ ଆକର୍ଷିତ ହୋଇ ଆସିଥାଏ। ଯଦି ଆପଣଙ୍କ ମଧ୍ୟରେ ପ୍ରତିଦିନ କଳି ଝଗଡ଼ା, କ୍ରୋଧ ଏବଂ ଘୃଣା ରହୁଛି, ତେବେ ଆପଣ ଏକ ଅଶାନ୍ତ ଶକ୍ତିକୁ ନିମନ୍ତ୍ରଣ କରୁଛନ୍ତି। ପରେ ସେହି ସନ୍ତାନ ବଡ଼ ହୋଇ ଆପଣଙ୍କୁ ଦୁଃଖ ଦିଏ। ଆଉ ଆପଣ ଭାବନ୍ତି, ମୋ ପୁଅ ଶ୍ରବଣ କୁମାର କାହିଁକି ହେଲାନି? ସେ କିପରି ହୋଇଥାନ୍ତା? ଆପଣ ଯେଉଁ ଭାବରେ ତାକୁ ଡାକିଲେ, ସେହି ଭାବର ଆତ୍ମା ହିଁ ଆସିଲା। ସେଥିପାଇଁ ବିବାହକୁ ଏକ ସଂସ୍କାର କୁହାଯାଏ, କୌଣସି ଚୁକ୍ତି ନୁହେଁ। ଆଉ ସେହି ତୀବ୍ର ଆକର୍ଷଣ, ଯାହାକୁ ଆମେ ପ୍ରାୟତଃ ପ୍ରେମ ବୋଲି ଭାବି ବସୁ, ଅନେକ ସମୟରେ ତା ପ୍ରେମ ନୁହେଁ, ବରଂ ପୁରାତନ କର୍ମର ଏକ ଚୁମ୍ବକ। ଜଣେ ବୁଦ୍ଧିମତୀ ଝିଅ ଜଣେ ଅଦରକାରୀ ପଛରେ ପାଗଳ ହୋଇଯାଏ। ଜଣେ ଭଲ ପୁଅ ଜଣେ ପ୍ରତାରକ ପାଇଁ ସବୁକିଛି ତ୍ୟାଗ କରିଦିଏ। ପରିବାର ବୁଝାଏ, ସାଙ୍ଗମାନେ ସତର୍କ କରାନ୍ତି, କିନ୍ତୁ ସେ କିଛି ଶୁଣେ ନାହିଁ। ଏହା ପ୍ରେମ ନୁହେଁ, ଏହା ଅଧୁରା କର୍ମର ଆକର୍ଷଣ। ସତ୍ୟ ପ୍ରେମ କେବେ ଅନ୍ଧ କରେ ନାହିଁ। ସତ୍ୟ ପ୍ରେମ ମନକୁ ଶାନ୍ତି କରେ, ସ୍ପଷ୍ଟତା ଦିଏ। ଯଦି କୌଣସି ସମ୍ପର୍କରେ ପଡ଼ିବା ମାତ୍ରେ ଆପଣଙ୍କ ନିଦ ହଜିଯାଏ, ପରିବାର ଆଗରେ ମିଛ କହିବାକୁ ପଡ଼େ, କ୍ୟାରିୟର ନଷ୍ଟ ହେବାକୁ ଲାଗେ, ତେବେ ବୁଝିଯାଆନ୍ତୁ, ଏହା ଆସୁଥିବା ଝଡ଼ର ସଂକେତ। ଆମ ପୂର୍ବପୁରୁଷମାନେ ଏହାର ଏକ ସୁନ୍ଦର ଉପାୟ କହିଛନ୍ତି, ଦାନ ଏବଂ ସେବା। ଯଦି ଆପଣଙ୍କ ବୈବାହିକ ଜୀବନରେ ଅଶାନ୍ତି ଅଛି, ତେବେ କୌଣସି କନ୍ୟାର ବିବାହରେ ସାହାଯ୍ୟ କରନ୍ତୁ। କୌଣସି ଗରିବ ଦମ୍ପତିଙ୍କ ଘର ବସାଇବାରେ ସାହାଯ୍ୟ କରନ୍ତୁ। ଯେତେବେଳେ ଆପଣ ଅନ୍ୟର ଘର ବସାନ୍ତି, ପ୍ରକୃତି ଆପଣଙ୍କୁ ଘର ବଞ୍ଚାଇବାକୁ ଲାଗେ। ଏହା ଅନ୍ଧବିଶ୍ୱାସ ନୁହେଁ, ଏହା ବ୍ରହ୍ମାଣ୍ଡର ନିୟମ। ଆପଣ ଯାହା ଦିଅନ୍ତି, ତାହା ହିଁ ଫେରିଆସେ। ଭାଗ୍ୟ ବଦଳା ଯାଇପାରିବ, ସମ୍ପୂର୍ଣ୍ଣ ଭାବେ ନୁହେଁ, କିନ୍ତୁ ଏହାର ପ୍ରଭାବକୁ ହାଲକା ନିଶ୍ଚୟ କରାଯାଇପାରିବ। ଯେପରି ଭାଗ୍ୟରେ ଲେଖା ଥାଏ କି ପଥରରେ ଚୋଟ ଲାଗିବ, ଆପଣ ତାକୁ ରୋକିପାରିବେ ନାହିଁ। କିନ୍ତୁ ଯଦି ଆପଣ ସତର୍କ ହୋଇ ଚାଲନ୍ତି, ଜୋତା ପିନ୍ଧି ନିଅନ୍ତି, ତେବେ ଚୋଟର ଯନ୍ତ୍ରଣା କମିଯାଇପାରେ। ଗୃହସ୍ଥ ଜୀବନ ଆମ ଶାସ୍ତ୍ରରେ ସବୁଠାରୁ ବଡ଼ ତପସ୍ୟା ବୋଲି ମନାଯାଇଛି। ଜଙ୍ଗଲକୁ ପଳାଇବା ସହଜ, କିନ୍ତୁ ଘରେ ରହି ପ୍ରତିଦିନର କଳି ଝଗଡ଼ା ମଧ୍ୟରେ ନିଜ ଜିଭ ଉପରେ ସଂଯୋଗ ରଖିବା, କ୍ରୋଧକୁ ପିଇଯିବା ଏବଂ ସାମ୍ନା ଲୋକର ମଙ୍ଗଳ ଚିନ୍ତା କରିବା, ଏହା ହିମାଳୟର ତପସ୍ୟାଠାରୁ ମଧ୍ୟ କଠିନ। ଯଦି ଆପଣଙ୍କ ବିବାହ କୌଣସି ଜଟିଳ ସ୍ୱଭାବର ବ୍ୟକ୍ତିଙ୍କ ସହ ହୋଇଛି, ତେବେ ଏହାକୁ ଦଣ୍ଡ ବୋଲି ଭାବନ୍ତୁ ନାହିଁ, ଏହାକୁ ଏକ ପରୀକ୍ଷା ବୋଲି ଭାବନ୍ତୁ। ଈଶ୍ୱର ଆପଣଙ୍କୁ ଏହି ପ୍ରଶ୍ନପତ୍ର ସେଥିପାଇଁ ଦେଇଛନ୍ତି, କାରଣ ସେ ଜାଣନ୍ତି କି ଆପଣଙ୍କ ପାଖରେ ଏହାକୁ ସମାଧାନ କରିବାର କ୍ଷମତା ଅଛି। ଯେଉଁମାନେ ବିବାହ କରିବାକୁ ଯାଉଛନ୍ତି, ସେମାନଙ୍କୁ ଗୋଟିଏ କଥା, କେବଳ ଚେହେରା ଦେଖି କିମ୍ବା ବ୍ୟାଙ୍କ ବାଲାନ୍ସ ଦେଖି ନିଷ୍ପତ୍ତି ନିଅନ୍ତୁ ନାହିଁ। ଏହା ଦେଖନ୍ତୁ, କ'ଣ ସେହି ମଣିଷ ସହିତ ଆପଣ ଶାନ୍ତି ଅନୁଭବ କରୁଛନ୍ତି? କ'ଣ ତାଙ୍କର ଉପସ୍ଥିତି ଆପଣଙ୍କୁ ଜଣେ ଭଲ ମଣିଷ ଭାବେ ଗଢ଼ି ତୋଳୁଛି? ଏବଂ ଈଶ୍ୱରଙ୍କୁ ଏକ ପ୍ରାର୍ଥନା ନିଶ୍ଚୟ କରନ୍ତୁ, ହେ ପ୍ରଭୁ, ମୋ ଜୀବନରେ ସେହି ମଣିଷକୁ ହିଁ ପଠାନ୍ତୁ, ଯିଏ ମୋ ଆତ୍ମାର ଯାତ୍ରାରେ ସାଥୀ ହେବ, ଗୋଡ଼ର ବେଡ଼ି ନୁହେଁ।
ଶେଷରେ ଗୋଟିଏ କଥା ବୁଝି ନିଅନ୍ତୁ, କୌଣସି ସମ୍ପର୍କ ସବୁଦିନ ପାଇଁ ନୁହେଁ। ଆମେ ସମସ୍ତେ ପଥିକ। ଏକ ପାନ୍ଥଶାଳାରେ ଦେଖା ହୋଇଛୁ, କିଛି ସମୟ ସାଙ୍ଗ ହୋଇ ରହିବା, ତାପରେ ନିଜ ନିଜ ଯାତ୍ରାରେ ବାହାରିଯିବା। ଆପଣଙ୍କ ଜୀବନସାଥୀ ଆପଣଙ୍କ କର୍ମର ଏକ ଆଇନା। ଯଦି ଆଇନାରେ ଚେହେରା ମଇଳା ଦେଖାଯାଉଛି, ତେବେ ଆଇନା ଭାଙ୍ଗିଲେ କିଛି ହେବ ନାହିଁ, ନିଜ ଚେହେରାକୁ ସଫା କରିବାକୁ ହେବ। ସେବା କରନ୍ତୁ, ଦାନ କରନ୍ତୁ, ନାମ ଜପ କରନ୍ତୁ। ଯେତେବେଳେ ପୁଣ୍ୟ ବଢ଼ିଥାଏ, ଖରାପ କର୍ମର ନିଆଁ ଆପେ ଆପେ କମିବାକୁ ଲାଗେ। ମନେ ରଖନ୍ତୁ, ବାସର ରାତି କେବଳ ଶରୀରର ମିଳନ ନୁହେଁ, ପ୍ରାଚୀନ କାଳରେ ଏହା ଏକ ସଂସ୍କାରର ଆରମ୍ଭ ଥିଲା। ସେହି ରାତିରେ ଯେଉଁ ବିଚାର, ଯେଉଁ ଶକ୍ତି ଆପଣ ଦୁହିଁଙ୍କ ମନରେ ଥାଏ, ତାହା ହିଁ ଆଗାମୀ କାଲିର ଭବିଷ୍ୟତ ଲେଖିଥାଏ। ବିବାହ କୌଣସି ପରୀ କାହାଣୀ ନୁହେଁ, ଏହା ନିଆଁର ଏକ ଦରିଆ, ଯେଉଁଥିରେ ବୁଡ଼ିକରି ଯିବାକୁ ପଡ଼େ। କିନ୍ତୁ ଯିଏ ଏହି ନିଆଁରେ ମଧ୍ୟ ପ୍ରେମ ଓ ଧୈର୍ଯ୍ୟକୁ ବଞ୍ଚାଇ ରଖି ଚାଲେ, ସେ ହିଁ ପ୍ରକୃତ ସୁନା ହୋଇ ବାହାରିଥାଏ। ଯଦି ଆଜିର ଏହି କଥା ଆପଣଙ୍କ ମନକୁ ଛୁଇଁଥାଏ, ତେବେ ନିରାଶ ହୁଅନ୍ତୁ ନାହିଁ, ଖୁସି ହୁଅନ୍ତୁ, କାରଣ ଏବେ ଆପଣ ଅନ୍ଧାରରେ ନାହାନ୍ତି। ଏବେ ଆପଣ ଜାଣନ୍ତି କି ଏସବୁ କାହିଁକି ହେଉଛି, ଏବଂ ଯେତେବେଳେ କାରଣ ଜଣାପଡ଼ିଯାଏ, ରାସ୍ତା ନିଜେ ନିଜେ ମିଳିଯାଏ। ଆଜି ରାତିରେ ନିଜର ସବୁ ଅଭିଯୋଗକୁ ଏକ ପାଖରେ ରଖିଦିଅନ୍ତୁ। ନିଜ ପାର୍ଟନରକୁ, ସେ ପାଖରେ ଥାଆନ୍ତୁ କି ଦୂରରେ, ଜୀବିତ ଥାଆନ୍ତୁ କି ସଂସାର ଛାଡ଼ି ଯାଇଥାନ୍ତୁ, ମନେ ମନେ କ୍ଷମା କରିଦିଅନ୍ତୁ। ଯେଉଁ ପଞ୍ଜୁରୀରେ ଆପଣ ତାଙ୍କୁ ବନ୍ଦ କରିଛନ୍ତି, ସେଥିରେ ଆପଣ ନିଜେ ମଧ୍ୟ ବନ୍ଦୀ ଅଛନ୍ତି। ତାଙ୍କୁ ଆଜାଦ କରନ୍ତୁ।